ବାଲେଶ୍ୱର ଜିଲ୍ଲାର ଭୋଲେରା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ଗାଁର ନଟବର ସାହୁ ସେ ଜଣେ ଦିନ ମଜୁରିଆ। ପରଘରେ ମୂଲ ଲାଗି ଯାହା 2 ପଇସା ଆଣନ୍ତି ସେଥିରେ ପରିବାରର 4 ପ୍ରାଣୀ ଦୁଃଖ କଷ୍ଟରେ ଚଳିଯାଆନ୍ତି। ତାଙ୍କ 6 ବର୍ଷର ଝିଅ ମଧୁସ୍ମିତା ଗଙ୍ଗାଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର 2ୟ ବର୍ଷର ଛାତ୍ରୀ। ଭଲ ପାଠପଢ଼ା ସହିତ ନାଚ ଗୀତରେ ଖୁବ୍ ଭଲ। ହଠାତ୍ ଦିନେ ମଧୁସ୍ମିତାଙ୍କର ଛାତିରେ ଯନ୍ତ୍ରଣା ହେଲା। ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ। ଡାକ୍ତର ତାଙ୍କର ପରୀକ୍ଷା କରି ହାର୍ଟରେ ପ୍ରୋବ୍ଲେମ୍ ଥିବା କହି ଅପରେସନ୍ କରିବାକୁ କହିଥିଲେ। ଆଉ ଏଥିପାଇଁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା। ସ୍କୁଲର ସହକାରୀ ଶିକ୍ଷକ ଗଣେଶ ଚନ୍ଦ୍ର ଜେନା ମଧୁସ୍ମିତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ମଧୁସ୍ମିତା ଏବେ ଡାକ୍ତରଖାନାରେ ରୋଗ ସହ ସଂଗ୍ରାମ କରୁଥିବା ବେଳେ ଝିଅଟିକୁ ଭଲ କରିବା ପାଇଁ ଅର୍ଥ ସାଜିଛି ବାଧକ। ଛାତ୍ରୀଙ୍କୁ ଭଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଶିକ୍ଷକ। ଛାତ୍ରୀର ଫଟୋକୁ ଧରି ପରିବାର ସଦସ୍ୟଙ୍କ ସହ ବୁଲୁଛନ୍ତି ଘର ଘର ଆଉ ମାଗୁଛନ୍ତି ଭିକ। ଏହାସହ ସରକାରଙ୍କୁ ହାତ ଯୋଡ଼ି କରୁଛନ୍ତି ନିବେଦନ। ବିଦ୍ୟାଳୟରେ ପାଠପଢ଼ା ପରେ ବାକି ସମୟରେ ଶିକ୍ଷକ ଜଣକ କରୁଛନ୍ତି ଏମିତି କିଛି। ପିଲାଟି ପାଇଁ ଗ୍ରାମବାସୀମାନେ ନିଜ ସାମର୍ଥ୍ୟ ଅନୁଯାୟୀ କିଛି କିଛି ଅର୍ଥ କରୁଛନ୍ତି ସାହାଯ୍ୟ। ନିଜ ଛାତ୍ରୀ ପାଇଁ ଘର ଘର ବୁଲି ଭିକ ମାଗୁଥିବା ଶିକ୍ଷକ ଏବେ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ ଓ ଆଦର୍ଶ। ଶିକ୍ଷକଙ୍କର ଏଭଳି କାମକୁ ଭୁରି ଭୁରି କରାଯାଇଛି ପ୍ରଶଂସା।